ଲୋକମାନେ ମୋତେ କେତେ ଜାଣିଲେ ସେଇଟାକୁ ତ ମୋ ପାଇଁ ଇମ୍ପୋର୍ଟାଣ୍ଟ ନୁହେଁ, ମୋ କଣ୍ଟେଣ୍ଟ ଲୋକମାନଙ୍କ ପାଖରେ କେତେ ଦୂର ପହଞ୍ଚୁଛି ସେଇଟା ସବୁଠୁ ଇମ୍ପୋର୍ଟାଣ୍ଟ। ତ ମୋତେ ଖୁସି ଲାଗେ ଯେତେବେଳେ ମୁଁ ଯାତ୍ରା ଦେଖିବାକୁ ବି ଯାଏ ଆଉ ମୋ ଗୀତ ସେଇଠି ବାଜୁଥିବ, ରାସ୍ତାରେ ଯାଉଥିବି, ବସ୍ରେ ବସିକି ଯାଉଥିବି, ବସ୍ରେ ମୋ ଗୀତ ବାଜୁଥିବ, ବହୁତ ଖୁସି ଲାଗେ। ଏମିତି ନର୍ମାଲ୍ ଯେକୌଣସି ଗୋଟେ ଜାଗାରେ ବସିକି ଆମେ ଖାଉଥିବୁ ରେଷ୍ଟୁରାଣ୍ଟ, ସେଠି ମୋ ଗୀତ ବାଜେ, ବହୁତ ଖୁସି ଲାଗେ ସେତେବେଳେ ଯେ ମୋ ଗୀତ ଏଇଟା। ରିସେଣ୍ଟ ଏବେ ଆମେ ଗୋଟେ ଯାଇଥିଲୁ, ଯେହେତୁ ଆମ ଘର ଧାମରେ ମନ୍ଦିର, ଆମ ସେଠିକାର ଅଧିଷ୍ଠାତ୍ରୀ ହେଉଛି ମା ଧାମରେ ମନ୍ଦିର। ଆମେ 2 ଜଣ ଯାଇଥିଲୁ ପ୍ରଥମେ ସେଇଠି ଆମେ ଏଣ୍ଟ୍ରି କରୁଛୁ, ମୋ ଗୀତ ବାଜୁଛି। ଆଉ ମୁଁ ସେଇଠି ଡାକିକି କହିଲି ଦେଖ ମୋ ଗୀତ ବାଜୁଛି, ସେ କହୁଛି ହଁ ମୁଁ ଶୁଣୁଛି ସେଇଟା ତମ ଗୀତ ବୋଲି। ଆଉ ସେଇଠି ବହୁତ ଖୁସି ଲାଗେ। ଏଇଟା ମାନେ ଏକ୍ସପ୍ରେସନ୍ ବି କରିହେବନି, ମାନେ ଏକ୍ସପ୍ରେସନ୍ ଦେଖେଇ ହେବନି କି କହିବି ହେବନି ସେଇଟା କେତେ ଖୁସି ଲାଗେ ନିଜକୁ। ନା ଗୋଟେ କଥା ହେଉଛି କମ୍ପୋଜିସନ୍, ଲେଖାଟା ମୁଁ ଆଗରୁ ବି କହିଛି, ଲେଖାଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ଲେଖାଟା ଭଲ ଯଦି ଅଛି, ଆମେ ଯାହା ଚାହୁଁଛନ୍ତି ସେଇଟା ଲେଖା ମାଧ୍ୟମରେ ଆମେ ପରିପ୍ରକାଶ କରିଥାଉ। ତ ସେ ଲେଖାଟା ହେଇସାରିଲା ପରେ ଆବଶ୍ୟକ ଅନୁସାରେ ଆମେ କମ୍ପୋଜିସନ୍ କରୁ ମ୍ୟୁଜିକ୍, ମାନେ ସେଇଟା ହେଉଛି କମ୍ପୋଜିସନ୍ଟା ହେଲା ପରେ ତାପରେ ଟ୍ରାକ୍ ତିଆରି କରାଯାଏ ମ୍ୟୁଜିକ୍। ତେଣୁ ଖାପ ନ ଖାଇଲେ ଆଜିକାଲି ତ ବହୁତ ବାହାରୁଛନ୍ତି, ଲେଖା ଅଲଗା ଥିବ, କମ୍ପୋଜିସନ୍ ଅଲଗା ହେଇଯାଉଛି। ସେଇଟାକୁ କୁହନ୍ତି ଯତିପାତ ବୋଲି, ଯେଉଁଟା ଟେକ୍ନିକାଲ୍ ଲୋକ ଯେଉଁମାନେ ଜାଣିଥିବେ, ମ୍ୟୁଜିକ୍ ବିଷୟରେ ନଲେଜ୍ ଥିବ, ପାଠ ପଢ଼ିଥିବେ, ସେମାନେ ଜାଣିଥିବେ। ଲେଖାର ଯତିପାତ ସମାନ ରହିବା ଦରକାର। ମାନେ ଗୋଟେ ଦେଖନ୍ତୁ, ଛନ୍ଦ ଦୁଇ ପ୍ରକାର, ଗୋଟେ ମିତ୍ରାକ୍ଷର ଛନ୍ଦ ଥାଏ, ଗୋଟେ ଅମିତ୍ରାକ୍ଷର ଛନ୍ଦ। ଲୋକ ମିତ୍ରାକ୍ଷର ଛନ୍ଦରୁ ଆରମ୍ଭ କରି ଅମିତ୍ରାକ୍ଷର ଆଡ଼କୁ ପଳେଇ ଯାଆନ୍ତି।